ପିଲାମାନେ ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ। ଭେରି ଗୁଡ୍ ମର୍ଣ୍ଣିଂ। ପିଲାମାନେ ସମସ୍ତେ ଭଲ ଅଛ? ଆଜ୍ଞା। ସମସ୍ତେ ଖାଇକି ଆସିଛ? ଆଜ୍ଞା। ସମସ୍ତଙ୍କ ଦେହ ଭଲ ଅଛି? ଆଜ୍ଞା। ଆଚ୍ଛା ପିଲେ କହିଲ କାହାକୁ ସବୁ ଗପ ଭଲ ଲାଗେ ହାତ ଦେଖିଲ? ସମସ୍ତଙ୍କୁ ଭଲ ଲାଗେ ଗପ? ଆଚ୍ଛା କାହାକୁ କୋଉ କୋଉ ଗପ ଭଲ ଲାଗେ କହିଲ? ମତେ ଭୂତ ଗପ। ମତେ ବି ଭୂତ ଗପ। ମତେ ବି ଭୂତ ଗପ। ଆଉ ଚଢେଇ ଗପ। ପଶୁ ପଶୁ ଗପ ଭୂତ ଗପ ଭଲ ଲାଗେ ହେଲା। ତାହେଲେ ଆମେ ଆଜି ଗୋଟେ ଗପ ଶୁଣିବା ହେଲା। ଗପର ନାଁ କଣ କହିଲ? କୁକୁଡ଼ା ଓ କୁମ୍ଭୀର। ହେଲା ଗପର ନାଁ କଣ? କୁକୁଡ଼ା ଓ କୁମ୍ଭୀର। କୁକୁଡ଼ା ଆଉ କୁମ୍ଭୀର। ଆଚ୍ଛା ପିଲାମାନେ ଏଇ ଚିତ୍ରରେ ସବୁ ଦେଖୁଛ? ଆଜ୍ଞା। କିଏ କିଏ ଅଛନ୍ତି ସବୁ କହିଲ? କୁମ୍ଭୀର, କୁକୁଡ଼ା, ଝିଟିପିଟି। କୁକୁଡ଼ା କୁମ୍ଭୀର ଆଉ ଝିଟିପିଟି ଅଛନ୍ତି। ଆଚ୍ଛା ଆମେ ଏଥରକ ଶୁଣିବା ଗପ। ଗୋଟିଏ କୁକୁଡ଼ା ଥିଲା ହେଲା। ଦିନେ ତାକୁ ଶୋଷ ଲାଗିଲା ହେଲା। କାହାକୁ ଶୋଷ ଲାଗିଲା କହିଲ? କୁକୁଡ଼ାକୁ ଶୋଷ ଲାଗିଲା। ସେ ସେଇଠୁ ବୁଲି ବୁଲି କଣ କଲା ନା ନଈକୁ ଗଲା ପାଣି ପିଇବା ପାଇଁକା ହେଲା। କିଏ ଗଲା ପାଣି ପିଇବା ପାଇଁ ନଈକି? କୁକୁଡ଼ାଟିଏ ଗଲା। ନଈରେ ସେ ଗୋଟିଏ କୁମ୍ଭୀରକୁ ଦେଖିଲା ହେଲା। ସେ କୁମ୍ଭୀରଟା ସେଇ ନଈରେ ରହୁଥିଲା। ସେ ତାକୁ ଦେଖିଲା। ଆଚ୍ଛା ପିଲେ କହିଲ କୁମ୍ଭୀର ଦେଖିଛ କୋଉମାନେ? ସମସ୍ତେ ଦେଖିଛ? କୋଉଠି ଦେଖିଲ? ନନ୍ଦନକାନନରେ ବି ଥାଏ ନା? ଯୋଉମାନେ ନନ୍ଦନକାନନ ଯାଇଥିବେ ସେମାନେ ନଈ ଦେଖିବେ ହେଲା। ଆଚ୍ଛା ହଉ। ସେ ନଈରେ ଗୋଟେ କୁମ୍ଭୀର ରହୁଥିଲା ହେଲା। କୁକୁଡ଼ାକୁ ଯେତେବେଳେ ଶୋଷ ହେଲା କୁକୁଡ଼ା କଣ କଲା? ନଈରୁ ପାଣି ପିଇବା ପାଇଁକା ଗଲା ହେଲା। ତାକୁ ସେଇଥିରୁ କୁମ୍ଭୀର ଦେଖିଲା। କୁମ୍ଭୀର ଦେଖିକି କଣ କହିଲା? ମୁଁ ତତେ ଖାଇବି ହେଲା। ତାପରେ କଣ ହେଲା ନା କୁକୁଡ଼ାଟା ଡରିଗଲା ହେଲା। ଆମେ କୁମ୍ଭୀରକୁ ଦେଖିକି ଡରିଯାଏ ନା ନାଇଁ? ସିଏ ସେମିତି କୁମ୍ଭୀରକୁ ଦେଖିକି ଡରିଗଲା ହେଲା। ସେଇଠୁ ସେ ତାକୁ କହିଲା କି ମତେ ତମେ ଛାଡ଼ି ଦିଅ ହେଲା। କିଏ କହିଲା? କୁକୁଡ଼ା କହିଲା ମୁଁ ପୁରା ତୁମର ଭଉଣୀ ହେବି। କାହାର ଭଉଣୀ ହବ ସେ? କୁମ୍ଭୀରର ଭଉଣୀ ହବ। ସେଥିପାଇଁ ତାକୁ କହିଲା ମତେ ଛାଡ଼ି ଦିଅ। ଏହା ଶୁଣି କୁମ୍ଭୀର ତାକୁ ଛାଡ଼ିଦେଲା। ସେତେବେଳେ କହିଲା ମୁଁ ତମ ଭଉଣୀ ହେବି ବୋଲି ସେ ସେଥିରୁ ତାକୁ ଛାଡ଼ିଦେଲା। ତାପରେ କୁମ୍ଭୀର ବସିକି ଭାବିଲା। କଣ ଭାବିଲା କହିଲ? ଆରେ ମୁଁ ତାକୁ କାହିଁକି ଛାଡ଼ିଦେଲି? ଏତିକି ବେଳେ ଝିଟିପିଟିଟିଏ ସେଠାକୁ ଆସିଲା ହେଲା। ସିଏ ବସିକି ଭାବୁଥିଲା ମୁଁ ସିନା ତାକୁ ଛାଡ଼ିଦେଲି ସେ ମତେ ଭଉଣୀ କହିଲା ବୋଲି। ହେଲେ ସିଏ ମୋର କେମିତି ଭଉଣୀ ହବ ତ ମୁଁ ଜାଣିନି। ତାକୁ କାଲି ଛାଡ଼ିଦେଲି। ସେଇ ସମୟରେ ସେ ଭାବିଲା ସମୟରେ ସେଇଠି ଗୋଟେ ଝିଟିପିଟିଟେ ଆସିଲା ହେଲା। ସେଇଥିରୁ କଣ ହେଲା ନା କୁମ୍ଭୀର ଝିଟିପିଟିକି ପଚାରିଲା ଆଚ୍ଛା କହିଲୁ କୁକୁଡ଼ା ମୋର ଭଉଣୀ କେମିତି ହେଲା? କିଏ ପଚାରିଲା? କାହାକୁ ପଚାରିଲା କହିଲ? ଝିଟିପିଟିକି ପଚାରିଲା। ସେଇଥିପାଇଁ ଝିଟିପିଟି କଣ କହିଲା? ଝିଟିପିଟି କହିଲା ତୁମେ ଆଉ କୁକୁଡ଼ା ଦୁଇ ଜଣ ଯାକ ଅଣ୍ଡାରୁ ଜନ୍ମ ହୋଇଛ। ତେଣୁ ତୁମେ ହେଲା ଖାଇବ ହେଲା। କୁକୁଡ଼ା ଯେମିତି ଅଣ୍ଡାରୁ ଜନ୍ମ ହୁଏ ନା ନାଇଁ? ଅଣ୍ଡାରୁ ଜନ୍ମ ହୁଏ। କୁକୁଡ଼ା ଯେମିତି ଅଣ୍ଡାରୁ ଜନ୍ମ ହୁଏ କୁମ୍ଭୀର ବି ସେମିତି ହିଁ ଅଣ୍ଡାରୁ ଜନ୍ମ ହୁଏ। ସେଥିପାଇଁ ସେ କହିଲା ତମେ ଦି ଜଣ ହେଲା ଭାଇ ଭଉଣୀ। ଦି ଜଣ ଯାକ ଅଣ୍ଡାରୁ ଜନ୍ମ ହୋଇଛ ସେଥିପାଇଁ ତମେ ହେଲା ଭାଇ ଭଉଣୀ ହେଲା। ଏଥର ଜାଣିପାରିଲ? ଆଚ୍ଛା ମତେ କହିଲ ଏଇ ଗପରେ କିଏ କିଏ ସବୁ ଥିଲେ? କୁକୁଡ଼ା, କୁମ୍ଭୀର, ଝିଟିପିଟି। କାହାକୁ ଶୋଷ ଲାଗିଲା କହିଲ? କୁକୁଡ଼ାକୁ ଶୋଷ ଲାଗିଲା। ସେ କୋଉଠି ଗଲା ପାଣି ପିଇବା ପାଇଁ? ନଈକି ଗଲା ନା କୋଉଠୁ ଗଲା? ନଈକି ଗଲା। ଆଚ୍ଛା ନଈରେ କିଏ ରହୁଥିଲା କହିଲ? କୁମ୍ଭୀର ରହୁଥିଲା। କୁକୁଡ଼ା କାହାର ଭଉଣୀ ହବ କହିଲ? କୁମ୍ଭୀରର। ଆଚ୍ଛା କହିଲ ବିଲେ ଯେତେବେଳେ କୁମ୍ଭୀର ବସିକି ଭାବୁଥିଲା ତାକୁ କଣ ପାଇଁ ସେ ଛାଡ଼ିଦେଲା ବୋଲି ସେତେବେଳେ କିଏ ଆସିଲା ତା ପାଖକୁ? ଝିଟିପିଟି ଆସିଲା। ଆଚ୍ଛା ବିଲେ କହିଲ ଝିଟିପିଟିଟା ତାକୁ କଣ କହିଲା? କୁକୁଡ଼ା ଆଉ କୁମ୍ଭୀର କେମିତିକା ଭାଇ ଭଉଣୀ ହେବେ ବୋଲି? ଅଣ୍ଡାରୁ ଜନ୍ମ ହୋଇଥିବାରୁ ସେ ଦି ଜଣ ହେଲା ଭାଇ ଭଉଣୀ।
ଗପ ଶୁଣିଲ? ସମସ୍ତଙ୍କୁ ଭଲ ଲାଗିଲା? ଆଉ କାହାକୁ ଭଲ ଲାଗିଲା ଦେଖିଲ? ସମସ୍ତଙ୍କୁ ଦେଲେ ଭଲ ଲାଗିଲା। ଆଚ୍ଛା ସମସ୍ତେ ତାଳି ମାରିବା।